ସେଦିନ ବଡ଼ ଝିଆରୀଙ୍କଠୁ ବିଦା ହେଲା ବେଳେ ତାଙ୍କ ପାଖରେ ତାଙ୍କ ବାନ୍ଧବୀ ଥିଲେ, ଯିଏକି ଡିଏଭି ସ୍କୁଲରେ କାର୍ଯ୍ୟରତ। ଏଠୁ ବିଦା ହେଲା ବେଳେ କେତେ ସ୍ମୃତିକୁ ସାଙ୍ଗରେ ଧରି ମୁଁ ଆସୁଥିଲି। ସେଦିନ ଥିଲା ମୋ ବଡ଼ ଯାଆଙ୍କର ଏକାଦଶାହ। ସେଇଠି ସମସ୍ତେ ଆମେ ଏକାଠି ହେଇଥିଲୁ। ଦୁଃଖ ହେଲେ ବି ସମସ୍ତେ ଏକତ୍ରିତ ହୋଇଥିବାରୁ ମନ ବି ଟିକିଏ ପୁରି ଯାଉଥିଲା। ଆଜିକାଲି ଆଉ କାହା ସହିତ ଦେଖା ସାକ୍ଷାତ ହେବାକୁ ସମୟ ନାହିଁ। ଦୁଃଖରେ ହେଉ ବା ସୁଖରେ ହେଉ ଦେଖା ସାକ୍ଷାତ ମିଳୁଛି। ସେଇଠି ଆଉ ଗୋଟିଏ ଖୁସିର ମୁହୂର୍ତ୍ତ ଥିଲା। ଇଏ ଥିଲେ ମୋର ବଡ଼ ଯାଆଙ୍କର ଅନ୍ତରଙ୍ଗ। ତାଙ୍କ ସାଙ୍ଗେ କଥାବାର୍ତ୍ତା ହୋଇ ମୁଁ ବହୁତ ଆନନ୍ଦିତ ହେଲି। ସେ କେବଳ ମୋ ବଡ଼ ଯାଆଙ୍କର ଅନ୍ତରଙ୍ଗ ନଥିଲେ, ସିଏ ଥିଲେ ମୋର ଗୁରୁ ଭଉଣୀ ଆଉ ମୋର ଜଣେ ଅତି ପ୍ରିୟ ସବସ୍କ୍ରାଇବର। ତାଙ୍କ ସହ କଥାବାର୍ତ୍ତା ହେଇସାରିଲା ବେଳକୁ ମୋ ଝିଅ ଆଉ ତା ବଡ଼ ଯାଆ ଆଉ ତା ଶାଶୁ ଆସି ପହଞ୍ଚିଗଲେ। ସେମାନେ ବି ପୁଷ୍ପ ଅର୍ପଣ କରିବା ପାଇଁ ଗଲେ। ମୁଁ ବି ତାଙ୍କ ସାଙ୍ଗରେ ଗଲି। ସେଠୁ ଫେରି ଆଉ ଜଣେ ଝିଅଙ୍କ ସାଙ୍ଗରେ ବି ମୋର ଦେଖା ହେଲା, ଯାହାଙ୍କୁ ମୁଁ ଅନେକ ଛୁଆବେଳେ ଦେଖିଥିଲି, କିନ୍ତୁ ଏବେ ଦେଖିକି ଚିହ୍ନି ପାରୁନଥିଲି। ସିଏ ପରା ଏଇ। ଆଉ ସେଦିନ ତାଙ୍କ କାର୍ଯ୍ୟକାରିତା ଦେଖିକି ମୁଁ ତାଙ୍କ ପାଖରେ ବହୁତ ପ୍ରଭାବିତ ହେଇଥିଲି। ତାଙ୍କଠୁ ବିଦାୟ ନେଇ ଆସିଲା ବେଳେ ମୋର ଜୋଇଁଙ୍କୁ ଦେଖିଲି। ସେ ମୋତେ ଦେଖି ମୋ ଭାଣିଜୀକୁ ଡାକିଦେଲେ। ସେ ହେଉଛନ୍ତି ମୋର ସାନ ଭାଣିଜୀ ଜୋଇଁ। ସେଇଠି ଭାଣିଜୀ ଆଉ ଭାଣିଜୀ ଜୋଇଁଙ୍କ ଦେଖା ହେଲା ବେଳକୁ ଆରେ ଆମରି ପିଲାମାନେ ସବୁ ସେଇଠି ଖାଉଛନ୍ତି। ମୁଁ ଚିନୁକୁ ବି ଦେଖିନଥିଲି। ତାଙ୍କ ପାଖରେ ବି ମୋର ଜଣେ ଭାଣିଜୀ ଜୋଇଁ ଥିଲେ, ଆଉ ଇଏ ତ ନାତୁଣୀ। ମନ ଦୁଃଖ ଥିବାରୁ ସେମିତି କିଛି ଫଟୋ ଉଠାଇବାକୁ ମୋତେ ଭଲ ଲାଗୁନଥିଲା। ପୁଣି ଭାବୁଥିଲି କିଏ ଜାଣେ ଆଗକୁ ପୁଣି କେବେ ଆମେ ସମସ୍ତେ ଦେଖା ସାକ୍ଷାତ ହେବୁ। ତେଣୁ ଯେତିକି ସମ୍ଭବ ପିଲାମାନଙ୍କୁ କହି ଭିଡ଼ିଓ କରେଇଥିଲି। କିନ୍ତୁ ସତରେ କ'ଣ ଭିଡ଼ିଓ ମୁଁ କରିବି, କ'ଣ କହିବି? ସ୍ମୃତିର ସମୁଦ୍ରରୁ କେଉଁ କ୍ଷୟଟାକୁ ଉଦ୍ଧାର କରିବି? ସେଥିପାଇଁ ଭିଡ଼ିଓ କରିବାର ମାନସିକତା ନଥିଲା। ଏବେ ତ ଅନେକ ଦିନ ହେଲାଣି ମୁଁ ଭିଡ଼ିଓ ପକାଇ ପାରିନି। ଆଜି ବି ମୁଁ ସମ୍ ହସ୍ପିଟାଲ ଯାଇଥିଲି, କାହିଁକି ନା ନିଣ୍ଟୁକୁ ଜ୍ୱର। ଏମିତି ଦୁଃଖ ସୁଖ ତ ଲାଗି ରହିଛି। ଭାବୁଛନ୍ତି କି ଆପଣମାନଙ୍କୁ ମୁଁ ଅଣଦେଖା କରୁଛି? ଆପଣମାନେ ବି ମୋ ପରିବାରଭୁକ୍ତ। ଆପଣଙ୍କ ପାଇଁ ମୋ କର୍ତ୍ତବ୍ୟ ମୁଁ ନିଶ୍ଚିତ ଭାବରେ କରିଚାଲିବି। ହେଲେ ଏଠି ଏତେ ବ୍ୟସ୍ତତା ଥିବାରୁ ଟିକିଏ ହେଳା ହେଇଯାଉଛି। ସେଦିନ ମୁଁ କିଛି ଖାଇନଥିଲି। ମୋ ପୁଅ ଡାକି ନେଇ ବାଧ୍ୟ କରି ମୋତେ ଫଳ ଟିକେ ଖୁଆଇଦେଲା। ଆଉ ଆମେ ଦିନେ ବସିଥିଲା ବେଳେ ଆମର ଫଟୋ ଉଠେଇ ଦେଇଥିଲା। ଆଉ ବା କ'ଣ କହିବି ସେଦିନ କଥା। ସେ କଥା ସବୁ ଧୀରେ ଧୀରେ ସ୍ମୃତି ହୋଇ ଜମାଟ ବାନ୍ଧୁଛି। ଆଗକୁ